ବାହା ହୋଇ ମଧ୍ୟ ନିଜ ଶାଶୁଘରେ ରହୁନାହାନ୍ତି ଏହି ସବୁ ଅଭିନେତ୍ରୀମାନେ। ପ୍ରକୃତ କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟଚକିତ ହୋଇପାରନ୍ତି। ନମସ୍କାର ଦର୍ଶକ ବନ୍ଧୁ। ବିବାହ କରି ନିଜ ଶାଶୁଘରେ ନିଜ ସ୍ୱାମୀଙ୍କୁ ଛାଡ଼ି ଅଲଗା ରହୁଥିବା ଓଡ଼ିଆ ସେଲିବ୍ରିଟିମାନେ ଆଜି ଆମେ ଜଣାଇବାକୁ ଯାଉଛୁ କେଉଁ ଓଡ଼ିଆ ସେଲିବ୍ରିଟିମାନେ ନିଜ ଶାଶୁଘର ଛାଡ଼ି ଆଉ କ'ଣ କରୁଛନ୍ତି। ଆମ ଲିଷ୍ଟର ପ୍ରଥମରେ ରହିଛନ୍ତି ଓଲିଉଡ଼ର ଜବରଦସ୍ତ କୁଇନ୍ ଅନୁ ଚୌଧୁରୀ। ଆପଣମାନେ ଜାଣିଥିବେ କିଛି ବର୍ଷ ତଳେ ଅନୁ ଚୌଧୁରୀ ବିବାହ ମଧ୍ୟ କରିଥିଲେ। ଆଉ ବର୍ତ୍ତମାନ ସମୟରେ ସେ ନିଜ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ଏକୁଟିଆ ରହୁଛନ୍ତି। ଅନେକ ସୁପରହିଟ୍ ମୁଭି କାମ କରି ଏକ ନମ୍ବରରେ ଥିଲେ ଏହି ଅଭିନେତ୍ରୀ। ପ୍ରାୟ କିଛି ବର୍ଷ ତଳେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଅନୁ। ନିଜ ଶାଶୁଘରେ ତାଙ୍କୁ ଅଭିନୟ ଠାରୁ ଦୂରେଇ ରହିବା ପାଇଁ କହିଥିଲେ। ସେଥିପାଇଁ ନିଜ ଶାଶୁଘର ଠାରୁ ଦୂରେଇ ଯାଇ ଏକା ରହୁଛନ୍ତି। ନମ୍ବର 2ରେ ଓଲିଉଡ଼ର ଲୋକପ୍ରିୟ ସିଙ୍ଗର ତଥା ଅସୀମା ପଣ୍ଡା। ତେବେ ଅସୀମାଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ତେବେ ଅସୀମା ଆଲବମ୍ ଠାରୁ ଆରମ୍ଭ କରି ଅନେକ ସାରା ସିନେମାରେ ସୁପରହିଟ୍ ଗୀତ ଗାଇ ସାରିଛନ୍ତି। ଅସୀମା ପଣ୍ଡା ଆଗରୁ ବିବାହ ମଧ୍ୟ କରିଥିଲେ। ବିବାହ ପରେ ଅସୀମାଙ୍କୁ ଗୀତ ଗାଇବା ଏବଂ ବାହାରକୁ ଯିବା ବାରଣ କରାଯାଇଥିଲା। ଆଉ ଗୀତ ଗାଇବା ପାଇଁ ବେଶ୍ ପସନ୍ଦ କରନ୍ତି ଅସୀମା। ସେଥିପାଇଁ ସେ ସବୁଦିନ ପାଇଁ ନିଜ ଶାଶୁଘର ଛାଡ଼ି ଦେଇଥିଲେ। ବର୍ତ୍ତମାନ ଅସୀମା ପଣ୍ଡା ସିଙ୍ଗଲ ଅଛନ୍ତି ଏବଂ ସେ କାହାକୁ ବିବାହ କରିନାହାନ୍ତି। ନମ୍ବର 3ରେ ରହିଛନ୍ତି ବେଶ୍ ପରିଚିତ ଆଗଧାଡ଼ିର ଅଭିନେତ୍ରୀ ଉଷଶ୍ରୀ ମିଶ୍ର। ନିଜ ଅଭିନୟକୁ ବେଶ୍ ଭଲ ପାଆନ୍ତି। ଉଷଶ୍ରୀ ନିଜ ଲାଇଫ୍ ଷ୍ଟାଇଲ୍ ନିଜ ହିସାବରେ ବଞ୍ଚିବା ପାଇଁ ପସନ୍ଦ କରିଥାନ୍ତି। ଉଷଶ୍ରୀ ସେ ମଧ୍ୟ ଆଗରୁ ବିବାହ କରିଥିଲେ। ନିଜ ଶାଶୁଘରେ ପ୍ରାୟ 10 ବର୍ଷ ରହିଥିଲେ। କୌଣସି କାରଣବଶତଃ ନିଜ ସ୍ୱାମୀଙ୍କ ଠାରୁ ଦୂରେଇ ରହୁଛନ୍ତି ଅଭିନେତ୍ରୀ ଉଷଶ୍ରୀ ମିଶ୍ର ଏବଂ ଅଭିନୟ କରୁଥିବା ମଧ୍ୟ ନଜର ଆସିଛନ୍ତି। ନମ୍ବର 4ରେ ଆସୁଛନ୍ତି ଟ୍ୱିଙ୍କଲ୍ ମିଶ୍ର। ସେ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହ କରି ସାରି ତାଙ୍କର ଏକ ଝିଅ ମଧ୍ୟ ଥିଲା। ତାଙ୍କ ଝିଅକୁ ନେଇ ସେ ଏବେ ଏକୁଟିଆ ରହୁଛନ୍ତି। ତା ସହିତ ସେ ନିଜ ଅଭିନୟକୁ ମଧ୍ୟ ଜାରି ରଖିଛନ୍ତି। ନିଜ ଝିଅର କଥା ବୁଝିବା ସହ ନିଜର ଦାୟିତ୍ୱ ନେଉଛନ୍ତି ଅଭିନେତ୍ରୀ ଟ୍ୱିଙ୍କଲ୍ ମିଶ୍ର। ତେବେ ନିଜ ବ୍ୟକ୍ତିଗତ କାରଣ ଯୋଗୁଁ ଝିଅକୁ ଧରି ଅଲଗା ରହୁଛନ୍ତି ଟ୍ୱିଙ୍କଲ୍ ମିଶ୍ର। ନମ୍ବର 5ରେ ଓଲିଉଡ଼ କୁଇନ୍ ତଥା ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ନିଜର ଅଭିନୟ ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆପଣମାନେ ଜାଣିଥିବେ। ବର୍ଷା ଅନୁଭବ ସୁଟିଂ ସେଟ୍ରୁ ଭଲ ପାଇ ବିବାହ କରିଥିଲେ। ବିବାହର କିଛି ବର୍ଷ ଏକାଠି ରହିବା ପରେ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇଯାଇଛନ୍ତି। ବର୍ଷା ନିଜେ ବାପାଙ୍କ ପାଖରେ ନିଜ ବାପା ଘରେ ରହୁଛନ୍ତି। ତା ସହିତ ନିଜ ଅଭିନୟକୁ ମଧ୍ୟ ଜାରି ରଖିଛନ୍ତି।